ମୁଁ ଜିମ୍ରେ ୱାର୍କଆଉଟ୍ କରୁଥିଲି ଜିମ୍ରେ ୱାର୍କଆଉଟ୍ କଲା ଟାଇମ୍ରେ ସେ ଯେହେତୁ ଜିମ୍ର ଓନର୍ ସେ ଜିମ୍କୁ ଆସିଲା ପରେ ସେ କ'ଣ କଲେ ନା ଚାଲି ଆସିଥିଲେ ତ ମୋତେ କହିଲେ କି ମୋତେ ଟିକେ ଚାଲ ସତ୍ୟବାହାରରେ ଜିମ୍ରେ ଛାଡ଼ିଦେବୁ ବୋଲିକା ତ ସତ୍ୟବାହାରରେ ମୋତେ ଛାଡ଼ିଦେବା ପାଇଁ କହିଲେ ତ ମୁଁ ଯେତେବେଳେ ସତ୍ୟବାହାର ତାଙ୍କୁ ଛାଡ଼ିବାକୁ ବାହାରିଲି ତାଙ୍କ ଗାଡ଼ି ତ ସିଙ୍ଗଲ୍ ସିଟ୍ ଥିଲା ତ ସିଙ୍ଗଲ୍ ସିଟ୍ରେ ତ ଡବଲ୍ ଯାଇପାରିବନି ତ ଯେହେତୁ ମୋତେ କହିଲେ କି ତୋ ଗାଡ଼ିଟା ନେଇକି ଆସେ ମୁଁ ତୋ ଗାଡ଼ିରେ ଯିବା ଆମେ ମୋର ତ ମୁଁ ଗାଡ଼ିରେ ତୋର ତେଲ ପକେଇଦେବି ତ ମୁଁ ଠିକ୍ ଅଛି କହିକିରି ସେଠୁ ଗାଡ଼ି ଷ୍ଟାର୍ଟ ମାରିକି ତାଙ୍କୁ ସେଠୁ ନେଇକି ଗଲା ପରେ ସେ କ'ଣ ହେଇଛି ନା ସେ ବାଟରେ ମୋତେ କହିଲେ କି ମୋ ମନି ପର୍ସଟା ମୁଁ ଛାଡ଼ି ଦେଇଛି ତା ଦେହରେ ଡକ୍ୟୁମେଣ୍ଟ ଆଉ କ୍ୟାସ୍ ବଗେରା ରହିଲା ତ ତୁ ଟିକେ ଗାଡ଼ି ବୁଲା ଯେତେବେଳେ ମୋତେ କହିଲେ ଗାଡ଼ିଟା ବୁଲା ବୁଲିକି ମୁଁ ସେ କାଜ ପୋଲଠୁ ଗଡ଼ାଣି ଗଡ଼କୁ ସେଠୁ ଗାଡ଼ି ସେଠୁ ବୁଲିଲା ପରେ ସେଠି କ'ଣ ହେଇଛି ନା ତାଙ୍କୁ ସେଠି ପୋଲ ଉପରେ କ'ଣ ହେଇଛି ରିଟର୍ନ କଲା ଟାଇମ୍ରେ ସେଠି ବାତଟା ତାକୁ ମାରିଛି କି ଟର୍କି ମାରିଛି ସେଟା ମୁଁ ତ କନଫର୍ମ କରିପାରୁନି କାରଣ ପଛକୁ ଅନେଇନି ସେ ତାପରେ ହେଇକିରି ସୋଦାଦି କରି ମୋ ବେକମୁଣ୍ଡାଟାକୁ ଧରିକି ପଛଆଡ଼ୁ ଟାଣିଦେଲେ ପଛଆଡ଼ୁ ଯେତେବେଳେ ମୋ ବେକମୁଣ୍ଡା ଧରି ଟାଣିଦେଲେ ସେତେବେଳକୁ କ'ଣ ହେଇଛି ନା ମୁଁ ଅଣନିଶ୍ୱାସ ହେଇଗଲି ଅଣନିଶ୍ୱାସ ହେଲା ପରେ ମୁଁ ନିଜକୁ କଣ୍ଟ୍ରୋଲ ମାନେ ଡିଫେନ୍ସ କରିବା ପାଇଁକା ମୋ ଇଏଟାକୁ ତ ମୁଁ ହାତରେ ଦୁଇଟାକୁ ହ୍ୟାଣ୍ଡେଲକୁ ଛାଡ଼ି ଦେଇକି ତାକୁ ହାତକୁ ଧରି ଭିଡ଼ିଲି ପଛଆଡ଼ୁ ତ ହାତକୁ ଯେତେବେଳେ ଭିଡ଼ିଲା ଭିତରେ ସେଠୁ କ'ଣ ହେଇଛି ଗାଡ଼ିଟା ଅନକଣ୍ଟ୍ରୋଲ ହେଇଗଲାଣି ଅଲରେଡ଼ି ତ ଗାଡ଼ିଟା ଯେତେବେଳେ ଅନକଣ୍ଟ୍ରୋଲ ହେଲା ଗାଡ଼ିଟା ଅଣେଇଲା ପରେ ସେ ଦୁଇଟା ଝିଅ ସେଇ ଟାଇମ୍ରେ ସେଇ ବାଟରେ ଆସିଲେ ତ ସେ ଦୁଇଟା ଝିଅ ଦେହରେ ଗାଡ଼ିଟା ପିଟେଇଗଲା ପରେ ସମସ୍ତେ ପଡ଼ିଗଲା ପରେ କ'ଣ ହେଇଛି ନା ତାଙ୍କ ମାନେ ସେତେବେଳକୁ ତାଙ୍କୁ ବାତ ମାରିଛି କି କ'ଣ ହେଇଛି ସେଟା ମୁଁ ତ ଏପର୍ଯ୍ୟନ୍ତ କନଫର୍ମ ହେଇନି ତ ସେ କ'ଣ ହେଇଛି ନା ସେତେବେଳକୁ କ'ଣ ହେଲା ନା ସେ ଡାଇରେକ୍ଟ ମୁଁ ଯେତେବେଳେ ହାତଟା ଛଡ଼େଇଲା ପଡ଼ିଯାଇଛୁ ଆମେ ସମସ୍ତେ ସେ ଦୁଇଟା ଝିଅ ବି ଆଗରେ ପଡ଼ିଛନ୍ତି ଆମେ ଦୁଇ ଜଣ ବି ପଛରେ ପଡ଼ିଲା ଭିତରେ ସେ କ'ଣ ହେଇଛି ନା ସେ ଲୋକ ଯେତେବେଳେ ତା ହାତଟା ଛଡ଼େଇ ଦେଲା ପରେ ସେ ଲୋକ କ'ଣ କରିଛି ଜମ୍ପ କରିଛି ଡାଇରେକ୍ଟ ସେ ଝିଅ ଉପରେ ଜମ୍ପ କରିକି ସୋଦାବଦି କରି ହାତ ହଲିହାଲି କରିକି କ'ଣ ହେଇଛି ନା ଡାଇରେକ୍ଟ ତାକୁ ବାଡ଼ିଆବାଡ଼ି କରିଛନ୍ତି ବାଡ଼ିଆବାଡ଼ି କଲା ଭିତରେ ମୁଁ ତାଙ୍କୁ ସେଠୁ ଭିଡ଼ାଭିଡ଼ି କଲା ଭିତରେ ସେଠୁ ମୋତେ କ'ଣ ମୋତେ ବାଡ଼େଇଲେ ମୋତେ ବାଡ଼େଇଲା ପରେ ମୋ ଆଖି ଗୋଟେ ବାଡ଼େଇଲେ ଏଇଠି ଗୋଟେ ବାଡ଼େଇଲା ପରେ ସେଠୁ ଏଠି ଗୋଟେ ବାଡ଼େଇଲେ ବ୍ୟାକ୍କୁ ବାଡ଼େଇଲେ ହାତରେ ବାଡ଼େଇଲେ ପାଗଳା ବାଗିଆ ହେଇକି ମୋତେ କହିଲେ ହେ ତୁ କ'ଣ ମୋତେ ରୋକିବୁ ତୁ ମୋତେ କ'ଣ ରୋକିବୁ କହିକି ମୋତେ ବାଡ଼ିଆବାଡ଼ି କଲା ଭିତରେ ସେଠୁ ମୋ ଆଖିଟାକୁ ଯେତେବେଳେ ବାଡ଼େଇ ଦିଅନ୍ତି ମୋ ଆଖିଟାକୁ କେମିତି ମକା ଚାଇ ଭିତରେ ସେ ପୁଣି ଥରେ ସେ ଝିଅ ଉପରକୁ ଆଟାକ୍ କଲେ ସେ ଝିଅ ଉପରକୁ ଯେତେବେଳେ ପୁଣି ଆଟାକ୍ କଲେ ସେ କ'ଣ ହେଇଛି ନା ଯେତେବେଳେ ଝିଅକୁ ପୁଣି ଆଟାକ୍ କଲେ ସେଠୁ 4-5 ଜଣ ଯେଉଁ ଲୋକ ସେଠି ଥିଲେ ସମସ୍ତେ ସେମାନେ କ'ଣ କଲେ ନା ସେ ଲୋକକୁ ବାଡ଼େଇବା ପାଇଁକା ଆଗେଇ ଗଲେ ଯେତେବେଳେ ବାଡ଼େଇବା ପାଇଁ ଆଗେଇ ଗଲେ ତାକୁ ଯେତେବେଳେ ଗୋଇଠା ଗୋଟେ ମାରିଦେଲେ ସେ କ'ଣ କରିଛି ନା ମାନେ ଲଉଟିକିରି ସେ ଇଏକୁ ବିଲ ଉପରକୁ ଡେଇଁଛି ବିଲ ଭିତରକୁ ଡେଇଁଲା ଭିତରେ ବିଲକୁ ଡେଇଁକିରି ଗଲେ ଭିତରକୁ ଡେଇଁକି ଗଲା ଆଜ୍ଞା ବିଲକୁ ଯେତେବେଳେ ଭିତରେ ପଶିଗଲା ପରେ ସେଠୁ ତଥାପି 400-500 ମିଟର ଭିତରକୁ ପଶିଲା ପରେ 400-500 ମିଟର ଭିତରକୁ ପଶିଲା ପରେ ସେ କ'ଣ ହେଇଛି ନା ତଳକୁ ମୁହଁ ମାଡ଼ ହେଇକି ପଡ଼ିଗଲେ ଯେତେବେଳେ ତଳକୁ ପଡ଼ିଗଲେ ସେତେବେଳକୁ କ'ଣ ହେଇଛି ନା 18-19 ଲୋକ ମୋତେ ଯେତେବେଳେ ଘେରିଗଲେ ସେଠି 5-6 ଜଣ ଲୋକ ଷ୍ଟାର୍ଟିଂରୁ ଏଣ୍ଡ ପର୍ଯ୍ୟନ୍ତ ସବୁ ଦେଖିଛନ୍ତି ମୁଁ ତାଙ୍କୁ ଛଡ଼ାଛଡ଼ି କରୁଥିଲି ବାଡ଼ିଆବାଡ଼ି ଓଲଟା ମୁଁ ବି ମାଡ଼ ଖାଇଛି ତ ସେମାନେ କହିଲେ ଆର କିଛି ଦୋଷ ନାହିଁ ସେ ଆଡ଼ ନିଶା ଖାଇଛି ତାକୁ ଯାଉ ବାଡ଼ାଉ ବୋଲିକା ତ ମୋତେ ସେଠି କେହି ହାତ ନ ଉଠିକି 18-19 ଲୋକ କ'ଣ କଲେ ବିଲ ଆଡ଼ିକି ସମସ୍ତେ ଦୌଡ଼ିଲେ ଯେତେବେଳେ ଦୌଡ଼ିଲା ପରେ ସେତେବେଳକୁ 10-15 ମିନିଟ୍ ମୁଁ ରୋଡ଼ ଉପରେ ହିଁ ଥାଏ ସେତେବେଳେ ସେ ଝିଅମାନଙ୍କୁ କିଏ ଆସିକି ନେଇକି ଗଲେ କ'ଣ କଲେ ମୁଁ ଏତେ ବି ମୋର ନଜର ନାହିଁ ସେତେବେଳକୁ ମୁଁ ଆଙ୍କ ଉପରେ ନଜର ସେ ଯେତେବେଳେ ବିଲ ଉପରୁ ଦୌଡ଼ିଛନ୍ତି ତ 18-19 ଗୋଟେ ଲୋକ ତାଙ୍କ ପଛରେ ଗୋଟେ ଦୌଡ଼ିଛନ୍ତି ତ ସେ ଯେତେବେଳେ ଆସିଲେ ମାନେ ମୋତେ କହିଲେ କି ହେ ତୁ ବି ଚାଲ ସେଠି ବିଲ ଭିତରକୁ ସେଠି ମୋତେ ଯେତେବେଳେ 10-15 ମିନିଟ୍ ପରେ ନେଇକି ଗଲେ ସେତେବେଳେ ତାକୁ ତା ହାତକୁ ବାନ୍ଧୁଥିଲେ ତା ଗୋଡ଼କୁ ହାତକୁ ଯେତେବେଳେ ବାନ୍ଧୁଥିଲେ ସେତେବେଳେ ମୋତେ ବି ସେଠୁ ଚିହିଁକି ଗଲେ ଲୋକ ବାଉଁଶ ଫଳିଆ ଧରିକି କହିଲେ ବାଡ଼ାଅ ମାନେ ସୋଦାବଦି କରିକି ପୁରା ମୋତେ କହିଲେ କି ଆକୁ ବାଡ଼ାଅ ନା ମୁଁ ଛଡ଼େଇବାକୁ ଯାଇନି ମୁଁ ଯଦି ଛଡ଼େଇବାକୁ ଯାଇଥାନ୍ତି ତାହେଲେ ସେଠି ଯେଉଁ ଝିଅକୁ ବାଡ଼େଇଛନ୍ତି ସେ ଆଗରେ ତାକୁ ଯଦି ବାଡ଼େଇଲେ ମୋତେ ବି ବାଡ଼େଇକି ସେଠି ମୋତେ ଶୁଆଇ ଦେଇଥାନ୍ତେ ଆଜି ମାନେ ମୋ ବି ବଢ଼ି ଯାଇଥାନ୍ତା ଆଜି ଠିକ୍ ଅଛି ତ ସିଏ କ'ଣ ହେଇଛି ନା ସେ ଟାଇମ୍ରେ ସେଠି ମୋତେ ମୁଁ ତାଙ୍କୁ ଯେତେବେଳେ କହିଲି କି ମାନେ ମୋର କ'ଣ ଦୋଷ ସିଏ ମୋ ହାତ ଗୋଡ଼କୁ ଯେତେବେଳେ ବାନ୍ଧିବାକୁ ଆସିଲେ ସେ ଯେଉଁ 5-6 ଜଣ ଷ୍ଟାର୍ଟିଂରୁ ଦେଖିଛନ୍ତି ସେମାନେ ମୋତେ ପ୍ରୋଟେକ୍ଟ କଲେ ସେମାନେ ପ୍ରୋଟେକ୍ଟ କରିକି ମୋତେ କହିଲେ କି ଆର କିଛି ଦୋଷ ନାହିଁ ସେଇ କେବଳ ଗୋଟେ ଦୋଷ ତାକୁ ପିସିଆରକୁ ଡାକ ଆକୁ ପିସିଆର ସହିତ ଦେଇଦେବା ତ ପିସିଆରକୁ ଡକା ହେଲା ପରେ 2 ଜଣ ପିସିଆର ଆସିଲେ 2 ଜଣ ଜେଣ୍ଟସ୍ ଆସିଲେ ଗୋଟେ ଲେଡ଼ିସ୍ ଆସିଲେ ସେମାନେ ସବୁ ୟୁନିଫର୍ମରେ ଥିଲେ ସେମାନେ ଆସିଲେ ଲେଖାପଢ଼ା କଲେ ଲେଖାଲେଖି କଲା ଭିତରେ ସେମାନେ ଲେଖୁଛନ୍ତି ମୋତେ ପଚାରୁଛନ୍ତି କି ତୋ ନାଁ କ'ଣ ତା ନାଁ କ'ଣ ତା ବାପା ନାଁ କ'ଣ ତୋ ବାପା ନାଁ କ'ଣ ତୋର ଘର କୋଉଠି ସେ ବାଗେରା ସବୁ ଲେଖୁଛନ୍ତି ତା ଭିତରେ ତାକୁ ବାଡ଼େଇ ଚାଲିଛି ପୋଲିସ ଥିବା ଅବସ୍ଥାରେ ବି ଆଜ୍ଞା 20-25 ଭିତରେ 11-20-25 ଭିତରେ ଆଜ୍ଞା ତ 11-20-25 ଯେତେବେଳେ ତାକୁ ବାଡ଼ାବାଡ଼ି କଲେ ଯେତେବେଳେ ସବୁ ଲୋକମାନେ ଘେରି ଯାଇଛନ୍ତି ତାକୁ ପୋଲିସ ବି ଦେଖୁଛନ୍ତି ପୋଲିସ ବି ମାନେ ପୋଲିସକୁ ଆଗରେ ଯେତେବେଳେ ବାଡ଼ଉଛନ୍ତି ତାପରେ ସେଠୁ କ'ଣ ହେଲା ନା ଏସ୍ଆଇ ଆସିଲା ପିସିଆର ଡକେଇଲା ଏସ୍ଆଇ କ'ଣ କରିଛି ବିନା ୟୁନିଫର୍ମରେ ଆସିଛି ଏସ୍ଆଇ ହେଇଛି କି କ'ଣ ସେ ଅରୁପ ସାର୍ ତାଙ୍କ ନାଁ ହେଲା କି ତାଙ୍କ ନାଁ ମୁଁ ଯେତିକି ଜାଣିଛି ଶୁଣିଛି ଥାନାରେ ବାଡ଼େଇଛନ୍ତି ତାକୁ ପିସିଆର ଷ୍ଟାଫ୍ ପ୍ରେଜେନ୍ସରେ ହିଁ ତାକୁ ବାଡ଼େଇଛନ୍ତି ଦେନ୍ ସେ ଯେଉଁ ଏସ୍ଆଇ ସାର୍ ଆସିଲେ ବିନା ୟୁନିଫର୍ମରେ ଯେତେବେଳେ ରୋକିଛନ୍ତି ଲୋକମାନଙ୍କୁ ସେତେବେଳେ ବି ତାକୁ ବାଡ଼େଇଛନ୍ତି ବାଡ଼େଇଲା ଭିତରେ ସେ କ'ଣ ହେଇଛି ଏସ୍ଆଇ ଯେତେବେଳେ ତାକୁ ବାଡ଼େଇଲା ତାକୁ ଏସ୍ଆଇ ଥିବା ଅବସ୍ଥାରେ ଯେତେବେଳେ ବାଡ଼େଇଲା ସେ କ'ଣ ହେଇଛି ନା ଲୋକମାନେ ତାକୁ କହିଲେ କି ଆକୁ ମାନେ ତୁ କେସ୍ ତୁ ରୋକିବା ପାଇଁକା ସେ ଯେତେବେଳେ ଲୋକ ରୋକୁଛି
तू केस रुके बिना यूनिफॉर्म रे अछंती तो जेतु तो ताकू हां विश्वास करले तू केस तते को तो कथा को मानिबू तळको लोक हाथ गोड़ ए सब बांधी थिले तापर पीसीआर फास्ट पीसीआर आसिया भितर ही पूर्व ही बांधी थे मो आड़े आसते हाथ बांधा मत जो रोकीदे से जो 6-7 जन थे प्रोटेक्ट करने रोकीदे कहले कि ना या बाड़ाओनी या ये बसई दियो पुलिस को डाक बोलिका तो सेठी पुलिस को डाकिया भितर मत से बसई देते कहले ठिया हो पीसीआर आस पीसीआर आसला मुझे ठिया से एसआई आसला एसआई से कौन कला कहला कि टेकी नहीं चल तार जो 5-6 जन से मेम्बर थे लोक मैंने चिन्ह परिचय थे जे कहले कि टेकी नहीं चल टेकी नहीं मैंने जो कहले से छटपट है जो तार जो दौड़ी में बंधा बंधी करदे तार भितर कौन कले गोटे बाउंस पुरेले से एसआई रो प्लान था है आउ कि लोक जो 6-7 जन थे से कौन कले टेकिले से बाउंस ता भितर पुरे हाथ भर गोड़ भर पुरे टेकिले से छटपट होता धरिया भितर से छटपट होता जो तो सी से धरी पारे जमी से कौन करें बाउंस भर पुरे बाउंस कांधुआ करके नहीं गले उपरकू तो से जो बोलर पुरेले बोलर जगह है मैंने छटपट है खाली बोलर जमा रही तो बोलर जो रही जो कौन कले 108 डाकिया कहले से कहले कि 108 आसले लेट हम से एमती होती रोड में तमाशा कराया आम चाहूनु से एसआई कौन कला 407 डाकिक 407 रोड जाऊला 407 उपरकू टेकी फोपाड़ा एटी तो फोपाड़ा पर तो गला बाड़ कटिगला तो मत नहीं थाना रखीदे रेस्क्यू जदि पीसीआर फास्ट पीसीआर आसला से रेस्क्यू कर पाता तो से पीसीआर रेस्क्यू कलानी से आसिक लेखा लेखी कला से 40-50 लोक थे बाड़ा बाड़ी कले से पीसीआर जो लोक थे जो मैंने मेम्बर थे मान आगे भी से माने लोक मैंने बाड़ौं से कनेस्टेबल भावुची फोन बाहर कर भिड कर कि कौन कर करूना डरिकी काले बाजी बोलिका हाँ से मत लगुच कारण सी भिड करने आगू पुणी बंद कर दूसरा मैंने कौन भिड भी कर फोन टाक तल मुह कर मुझे देखी भिड कर जो कनेस्टेबल जी मो बाइक टाक नहीं गला मत कहला गाड़ी चाबी दे मुझे सर मो पारे गाड़ी चाबी ना तो लोक से लोकटा कहला कि मो पारे गाड़ी चाबी अच्छी गाड़ी चाबी कहीं देला तो मुझे पचारे मुझे कहली ठीक अच्छे मो गाड़ी मोर किसी असुविधा नहीं कारण मोर तो किसी भूल ना कि ना कारण लोक मत प्रोटेक्ट करें बाड़ी मार मत किसी छुई ना मैंने कौन 40-45 मिनट 40-45 मिनट रास्ता टू भितरु केमती गले 6 मिनट से मन को मन दौड़ी पळेला जीवन विकल ना ना से मन को मन से जो मैंने झील पर अटैक कला जो छड़े छड़ी गली से कौन कला ना माने कौन टिके मुंड को बात बात मारते कि कौन करते से कौन होता से दुडले बिल बिल नहीं अटेंड टू रेप किसी भी नुहे मो मनी पर्स आम गाड़ी रिटर्न करूँ मनी पर्स डॉक्यूमेंट था कैश थे मत कहले गाड़ी बुला बोलिका तो से काजो पोल पाखु गाड़ी बुलेली गाड़ी बुलेला से मत से पोल ही बातटा माइला कि कौन टर्की माइला हे हे कहीकि जो मो बेकटा मुंडा को धरिकी पछू टाणी देती मु अनकंट्रोल होकर उपरको नहीं मो बेक मुंडा धरी पछाड़ू तो मुझे तो गाड़ी चलाऊँगी अलरेडी आम वेट दी जन जाक तो मोर तो छोट गाड़ी MT-15 तो MT-15 कौन अनकंट्रोल हम ऑब्वियसली हम तो हैंडल छाड़देली तो हैंडल छाड़देली मो हाथ धरिकी भिड़िली तो हाथ मो हैंडल मुझे से झील को देखी भी नी से दुटा झील को है से दुटा झील सैड्रु आसिले मो गाड़ी माड़ा पर दी जन जाक मैंने स्लोर पड़ू किसी खंडिया खबर नहीं 30-40 स्पीड थी गाड़ी 20-30 स्पीड बस पोल उपर उठू ही थिलु किस चेष्टा करना अटेंड करना बस से अटेंड कर बाड़ा बाड़ी अटेंड करता बाड़े भी था बस हाँ हाँ ना 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 एटा मिछ था एटा पूरा मिछ था एटा मु सुनिनी विषय कथा गाड़ी माड़ होला पर तापर यही कथा हला कि से जतले ताकू देम कि से झियो को बाड़ा बाड़ी कला ये आपन आया मु जतले ताकू छड़े देली काई बाड़ा बाड़ी छै सेटा मु जानि कारण ना 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 ताकू लागिले कि से कोन ताको प्रेमिका की हिथाई पारंती ना सेटा मु तो आखु कोन लागिला कोन न लागिला सेटा सेतलो ता मुंडटा कोन थिला से तो मते निजे बेकू चिपी के मते मारिया पे माने अटेंड कर दिथला ना कारण मते पछु भिड़ दिथला जियो कहूची जे आपनकर से जो पुओ जे गाड़ी चलाउथला से कहला कि ये से जियो नुए ना 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 सेमती किछ ना 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 सेमती किछ आज्ञा नहीं सेतला हम पडिलु तळे पडिला पर से कोन होची ना ताकू मु जतले मो बेकू छड़ेला भितरे से टोका कोन कहछि जंप कला झियो ऊपर को झियो को बाडेला कौन है कौन नहीं मुझे खाली बाड़ेला जाबडा गोटे माइला 2-3टा जाबडा माइला ना ना कुंडिया कुंडी फुंडिया गोटे किसी ना सेमती किसी आज्ञा ना ना सेमती किसी कहि ना सेमती किसी कहि ना 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 सेतळु को माने ताकर कोन माने मेंटली कोन थिला मु एटा जानि परलेनी
ସେ ଖାଲି ଦାନ୍ତଟାକୁ ଖାଲି ଏମିତି କରିକିରି ମାନେ ସମସ୍ତଙ୍କୁ ସଦାଦି କରୁଥିଲେ ସେ ମେଣ୍ଟାଲି ବହୁତ ମାନେ ଇଏ ହେଇଯାଇଥିଲେ କି କଣ ମୁଁ ସେଟା ଜାଣିପାରୁନି ହଁ ମିନିମମ 70-80 ଲୋକ 70-80 ଲୋକ ବାଡଉଥିଲେ କିଏ ଯିଏ ବାଡେଇଲା 70-80 ଲୋକ ଥିଲେ କିନ୍ତୁ 70-80 ଲୋକ ଥିଲେ କିନ୍ତୁ 10 ଜଣ 12 ଜଣ ଭଳିଆ ଲୋକ ବାଡଉଥିଲେ ସେତେବେଳେ କେହି ପଚାରୁ ନଥିଲେ କଣ ହଉଛି ନା ସେଠି କିଏ ପଚାରିବା ମାନେ ସେଠି ଯିଏ ପଚାରୁଥାଏ ତାଙ୍କ ଉପରେ ଲୋକମାନଙ୍କର ଚଢଉ ଲୋକମାନେ ତାଙ୍କ ଉପରେ ଚଢି ଯାଉଥିଲେ ଯେହେତୁ ମତେ ଗଙ୍ଗେଶ୍ୱର ଗଡର 2-4ଟା ଭାଇ ଆସିକି ଯେତେବେଳେ ଘଣ୍ଟେ ପରେ ଆସିକି ମତେ ଯେତେବେଳେ ରକ୍ଷା କଲେ କି ପ୍ରୋଟେକ୍ଟ କଲେ କି ମୋ ପାଖରେ ଠିଆ ହେଲେ ଯେତେବେଳେ ମୋ ପାଖକୁ ବାଉଁଶ ଉଠିଲା ବାଉଁଶ ଯେତେବେଳେ ମୋ ଉପରକୁ ଉଠିଲା କହିଲେ କି ଆକୁ ବାଡାଅ ସେତେବେଳେ ସେ ଭାଇ ଏରିକା ମତେ ଯେତେବେଳେ ଆସି ପ୍ରୋଟେକ୍ଟ କଲେ ତାଙ୍କ ସହିତ ଲୋକମାନଙ୍କର ଝଗଡା ଲୋକମାନଙ୍କର ତାଙ୍କ ସହିତ ଝଗଡା ହେଇଥିଲା ସେ ନେଇଥିଲେ ଆଜ୍ଞା ସେ ନେଇଥିଲେ ତାଙ୍କ ବଡିରୁ ବାହାର କରିଦେଇଥିଲେ ତାଙ୍କର ଗୋଟେ ଅପରେସନ ହେଇଥିଲା ଏଇ ମାସେ ତଳେ ସେଟା ସେ ବଡିରୁ ବାହାର କରିଦେଇଥିଲେ କଣ ବୋଧେ ମତେ ଲାଗୁଥିଲା ମୁଁ ଏତେ ଜାଣିନି ଏତେ ମାନେ ଇଏରେ ଜାଣିନି କନଫର୍ମରେ ମୁଁ କହିପାରିବିନି କାରଣ ମୁଁ ତ ତାଙ୍କ ପାଖରେ ରହିନଥିଲି ମାନେ ଏବେ ହେଲା କି ମୁଁ ଆଗରୁ ଥିଲି ତାଙ୍କ ପାଖରେ ସେଥିରେ ନଲେଜ ବୋଲି ଆମର ମୋର ଏତେ ନାହିଁ ନଲେଜ ନାଇଁ ସେଇଟା ଏତେ ନଲେଜ ଓମ୍ ବାବୁ ଆପଣ ସେ ଘଟଣାର ଗୋଟେ ପ୍ରତ୍ୟକ୍ଷଦର୍ଶୀ କହିବାକୁ ଗଲେ ଯୋଉ ଘଟଣା ଘଟିଗଲା ଆପଣଙ୍କୁ କଣ ଲାଗୁଛି କଣ ହେଇଥିଲେ ଲୋକ ଏମିତି ହେଇପାରିଲା ସେ ଯୋଉ ଲୋକମାନେ ଯୋଉ ବାଡାବାଡି କରୁଛନ୍ତି ସେ ଲୋକମାନଙ୍କର ଦେଖ ମୁଁ ସେତେବେଳେ ଯୋଉ ଟେନସନ ଥିଲି ମୁଁ ସେ ଲୋକମାନଙ୍କର ମୁହଁ ତ ବେଶୀ ଇଏରେ ଦେଖିପାରିନି ଯଦି ଭିଡିଓ ବଗେରା ସମସ୍ତଙ୍କର ହେଇଛି ଆଉ ଭିଡିଓ ଆଜି ନହେଲେ କାଲି ଯାହା ବି ବାହାରିବ ଆଉ ସେ ଲୋକମାନଙ୍କୁ ମାନେ ଦଣ୍ଡ ମିଳିବା ଦରକାର କାରଣ ଇଏ ଗୋଟେ ଲୋକ ଆର କିଛି ବି ଦୋଷ ନାହିଁ ଯଦି ବି ସେ ଝିଅ ଉପରେ ଚଢିକି ତାକୁ ବାଡେଇଲା 2 ଚଟକଣା ତମେ ସେଠି ରଖିଥାନ୍ତ PCR କୁ ଡାକିଥାନ୍ତ ଠିକ ଥିଲା ଯଦି ଏ ପାଗଳା ବାଗିଆ ହଉଛି ଠିକ ଅଛି ତା ହାତ ଗୋଡ ବାନ୍ଧି ଦେଇଥିଲ ଠିକ ଅଛି ଯଦି ପାଗଳା ବାଗିଆ ଛଟପଟ ହଉଥିଲା ତମେ ତା ହାତ ଗୋଡ ବାନ୍ଧି ଦେଇଥିଲ ଠିକ ଥିଲା କିନ୍ତୁ ତାପରେ ଏମିତି ତା ମୁହଁକୁ ପୁରା ବାଡଉଥିଲେ ଗୋଇଠା ତା ମୁହଁକୁ ଗୋଇଠା ବାଉଁଶ ଫାଳିଆରେ ତା ପିଠିରେ ମାଟ ଏଇଟା କେତେ ଦୂର ଠିକ ଥିଲା ଯିଏ ଆସୁଥିଲା ତା ମୁହଁକୁ ଗୋଇଠା ମାରୁଥିଲା PCR ସେ SI ଆସିଛି ବିନା ୟୁନିଫର୍ମରେ ସିଏ ବି ଗୋଟେ ସାର୍ ମାନେ ତମେ ବି ଗୋଟେ ବିଶ୍ୱାସ କରିବନି ବିନା ୟୁନିଫର୍ମରେ ଆସିଛି ଏକର କଥା ସିଏ ଆସିକି ତାକୁ କହୁଛି ଆଉ ତା ଉପରେ ଚଢିଗଲାଣି ସେତେବେଳକୁ ସେ ଲୋକ ଉପରେ ମାନେ ସୌମ୍ୟ ଯିଏ ମଲା ତା ଉପରେ ଚଢି ଯାଇଥିଲା ତା ଗୋଡ ଉପରେ ସେ ଏସଆଇ କି କଣ ହଁ ବିନା ୟୁନିଫର୍ମ ଅରୁପ ସାର୍ ଯିଏ ସିଏ ଥିଲେ ସେ ଆସିକି ଚଢି ଯାଇଥିଲା ତା ଉପରେ ପୁରା ଡାଇରେକ୍ଟ ସେ ଲୋକଙ୍କ ଉପରେ ଯୋଉମାନେ ସବୁ ୟୁନିଫର୍ମରେ ଥିଲେ ସେମାନେ ୟୁନିଫର୍ମ ସବୁ ପଛରେ ସବୁ ଠିଆ ହେଇଥିଲେ ଆଗକୁ ମାତ୍ର 2 ଜଣ ଥିଲେ ଗୋଟେ କନେଷ୍ଟବଳ ଆଉ ଗୋଟେ ଆଉ ଜଣେ ସାର୍ ଥିଲେ ସେ ସାର୍ ଲେଖାପଢା କରୁଥିଲେ ସେ ଲେଖାପଢା କରିବା ଟାଇମରେ ହିଁ ଲୋକମାନେ ବାଡଉଥାନ୍ତି କିଛି କରିପାରୁନଥାଏ ସେ କିଛି କହୁନଥାଏ ହଁ ଆରାମସେ କ୍ରାଉଡଟାକୁ ସେ ଆରାମସେ ଇଏ କରିପାରିଥାନ୍ତେ ଡରେଇଥାନ୍ତେ ନହେଲେ ତ ପୋଲିସ ଫୋନ ଯଦି ବାହାର କରି ଭିଡିଓ ଅନ୍ କରିଥାନ୍ତେ ତାହେଲେ ଲୋକ ସବୁ କ୍ରାଉଡ ଖଟି ଯାଇଥାନ୍ତେ ସେ ଭିଡିଓ ବି ଅନ୍ କଲାନି ତଳ ମୁହାଁ ଧରିକି ରହିଲା ସବୁ ଷ୍ଟେଟମେଣ୍ଟ ସବୁ କହିଦେଇକି ଆସିଛି ସେଇଠି ଆଉ ସେଠି ଯୋଉ ସବୁ କଥା ସେଇ କଥା ଆପଣ ଯୋଉ ସବୁ କଥା ପଚାରୁଛନ୍ତି ସେଇ କଥା ହିଁ ଦିଟୁ ପଚାରୁଛି ମତେ ନାଇଁ ଏଇଟା କିଛି ଆଲିଗେସନ ନୁହେଁ ଏଇଟା ତାର କିଛି ଭୁଲ ନାହିଁ ସେ ଝିଅ ମାନେ ସବୁ ଏମିତି କହିକି ତାକୁ ଫସିବା ପାଇଁ ଚାହୁଁଛନ୍ତି କିନ୍ତୁ ଯଦି ଝିଅ ମାନଙ୍କର ଯଦି ଠିକ ଅଛି ଝିଅ ମାନଙ୍କର କଥା ଠିକ ଅଛି ତାହେଲେ ଝିଅ ମାନେ ମୁହଁ ଖୋଲିକି କଣ ପାଇଁ କହୁନାହାନ୍ତି ତା ମୁହଁଟା କପଡା ବାନ୍ଧୁଛନ୍ତି କଣ ପାଇଁ ସେଇଟା ଆଇଡେଣ୍ଟି କ୍ରାସ୍ କଣ ପାଇଁ ହବ କାହିଁକି ହବ ଯଦି ତମ ଉପରେ ଯଦି ଅତ୍ୟାଚାର ହେଇଛି ତାହେଲେ ତମ ଆଇଡେଣ୍ଟି ତମେ ଦେଖୁଛ ଯଦି ଅତ୍ୟାଚାର ହେଇଛି ତାହେଲେ ଏଠି ଗୋଟେ ପିଲାଟା ମରିଗଲାଣି ଏମିତି ତମ ଆଇଡେଣ୍ଟି କ୍ରାସ୍ ହବା ପାଇଁ ତମେ ତମ ମୁହଁଟାକୁ ଲୁଚେଇବ ଠିକ ଅଛି ମାଡି ବସୁଛି ହଉ ଠିକ ଅଛି ତମରି କଥା ମାଡି ବସୁଛି ଯଦି ସେ ମାଡି ବସୁଥିଲା ତାହେଲେ ତମେ ସେଠି ରହିଲନି ଲୋକମାନଙ୍କୁ ଡାକିକିରି ଗୁଣ୍ଡ କଲନି ତାକୁ ବାଡାବାଡି କଲନି ତମେ ସେଠୁ ଦୌଡିକି ପଳେଇଲ କଣ ପାଇଁକା ଝିଅ ମାନେ ନଥିଲେ ନା ଚିହ୍ନା ପରିଚୟ କିଛି ନୁହେଁ ମୁଁ ଜାଣିନି ସେଟା ଚିହ୍ନା ପରିଚୟ କିନ୍ତୁ ତାଙ୍କ ଘର ବି ସେପଟକୁ ଆମ ଘର ଏଠୁ 15 କିଲୋମିଟର ପରେ 16 କିଲୋମିଟର ପରେ ଆମର ସେଟା ଗଣ୍ଡଗୋଳଟା ହେଲା ସେଠି ହେଲା କି ମାଡ ହେଇଛି ତାଙ୍କ ସହିତ ବାସ୍ ଖାଲି ସେ ଗାଡିରୁ ପଡିଲା ଭିତରେ ହିଁ ତାକୁ ବାଡାବାଡି କରିଥିଲା କିଛି ତ ସେଇ ବାଡାବାଡି ମାତ୍ର 3-4ଟା ଚଟକଣା ବଜେଇଥିବ ଆଉ ଯାହା ତଳେ ପଡିକି ଖଣ୍ଡିଆ ଖାବରା ତାଙ୍କର ହେଇଛି ଆଉ ନହେଲେ ବେଶୀ କିଛି ହେଇନି ନା କୁଣ୍ଡିଆ କିଛି କରିନି ଖାଲି ତା ଆଗରେ ଠିଆ ତାକୁ ବାଡେଇଛି ତାକୁ ଏତିକି ଖାଲି ମତେ ଯେହେତୁ ତଣ୍ଟି ଫଣ୍ଟି ଚିପିଲା ମତେ ବି ଏଠି ମାଇଲା କହିଛି ଠିକ ଅଛି କହିଛି ସବୁ ଭୁଲ କହିଛି ସେ ସବୁ ଭୁଲ ବାସ୍ ଆପଣ ବି ଯାଆନ୍ତୁ ଟିକେ ଆପଣ ମାନେ ବି ଟିକେ ଯାଆନ୍ତୁ ତାକୁ ଟିକେ ଭଲସେ ପଚାରନ୍ତୁ କଣ ହେଇଥିଲା କଣ ତମ କଥାବାର୍ତ୍ତା ତ ସମସ୍ତଙ୍କ ଆଗରେ ଗୋଟେ ଆଗରେ ଠିକ ରହୁନାହିଁ ତ ସମସ୍ତଙ୍କ ଆଗରେ ପଚାରନ୍ତୁ କାରଣ ଆମ ପିଲାଟା ମୋ ମାନେ ସେ ମୋ ମାମୁଁ ହିସାବରେ ରହିବେ ମୋର ଗୋଟେ ଗାଁର ସିଏ ତାକୁ ବି ନ୍ୟାୟ ମିଳିବା ଦରକାର ମୁଁ ଛୁଆ ବେଳୁ ମୋ ଗୋଟେ ଗାଁର ଭାଇ ଲଭ୍ ରିଲେସନସିପ ବିଷୟରେ ସେଇଟା କେମିତି କହିବେ ସେ ମୋଠୁ 32 ବର୍ଷ ସେ 32 ମତେ 20 ବର୍ଷ ମାତ୍ର
ମୁଁ ତାଙ୍କୁ ଗୋଟେ 12 ବର୍ଷ ସାନ ସେ ମୋତେ ଥୋଡ଼ି ତାଙ୍କ ଲଭ୍ ଆଉ ପ୍ରାଇଭେଟ ରିଲେସନସିପ୍ ବିଷୟରେ ମୋତେ କହିବେ କିଛି ସେଥିପାଇଁ ଡିପ୍ରେସନରେ ଥିଲେ କି ନା ସେଇଟା ଥୋଡ଼ି ତାଙ୍କ ପ୍ରାଇଭେଟ ମ୍ୟାଟର ଉପରେ ମୋତେ କହିବେ କି ସେଇଟା ଜିନିଷଟା ସେଇଟା ପଚାରିକି ସେଇ ଜିନିଷଟା ତା ଉପରେ ସେଇଟା କ'ଣ କାମ ବୁଝିପାରୁଛନ୍ତି ତ ଦରକାର ଶୁଣନ୍ତୁ ଆପଣ ଯଦି ଯୋଉ ଗ୍ରୁପ ଆସିକି ଯୋଉ ଗ୍ରୁପ ହେଇକି ଆସିକି ଯୋଉ ମୋତେ ପଚାରୁଛନ୍ତି ଏ କଥାଟା ମୁଁ କହୁଛି ଆପଣଙ୍କୁ ଆପଣ ମୋତେ ସିଙ୍ଗଲ ବି ଆସିକି କହିବେ ମୁଁ ନ ଡରିକି ବି ଆପଣଙ୍କୁ ସବୁ କଥା କହିବି ଠିକ କଥା କିନ୍ତୁ ସେ ଦିଟା ଝିଅଙ୍କୁ ଡାକନ୍ତୁ ଗୋଟେ ଗୋଟେ କରି ଅଲଗା ଅଲଗା କରି ଗୋଟେ ଗୋଟେ ରୁମ୍ରେ ବସିକି ପଚାରନ୍ତୁ ହେଲା କି ସେ ରୁମ୍ରେ ପଚାରନ୍ତୁ ଦେଖିବା ସେ ଝିଅ ଦୁଇଟା ଜଣ କେତେ ଦୂର ଠିକ କହୁଛନ୍ତି ଆପଣ ଏଇ ଷ୍ଟେଟମେଣ୍ଟଟା ନ ଦେଇକି ଯୋଉ ଭିଡ଼ିଓଟା ନ ଦେଇକି ନ ଛାଡ଼ିକି ଏବେ ଡାଇରେକ୍ଟ ଯାଆନ୍ତୁ ସେ ଦିଟା ଝିଅଙ୍କୁ ଅଲଗା ଅଲଗା ଧରିକି ପଚାରନ୍ତୁ କ'ଣ ହେଇଥିଲା ସେ ଷ୍ଟୋରି ଦେଖିବା ସେ ଦି ଜଣ ଝିଅ ଭିତରୁ କିଏ କ'ଣ କହୁଛି ଓମ୍ ବାବୁ ବର୍ତ୍ତମାନ ଆପଣଙ୍କୁ ଲୋକ ଦେଖୁଛନ୍ତି କାଲିର ଷ୍ଟେଟମେଣ୍ଟ ବି ସେ ପୀଡ଼ିତାଙ୍କର ଦେଖିଛନ୍ତି ଆପଣଙ୍କୁ ଏବେ ଲୋକ ଦେଖୁଛନ୍ତି ଆପଣ ଲୋକଙ୍କୁ କ'ଣ ସେ ଘଟଣା ବିଷୟରେ କହିବେ କ'ଣ ହେଇଥିଲେ ହୁଏତ ସମୟ ବଞ୍ଚି ଯାଇପାରେ କ'ଣ କିଏ ମିଛ କହୁଛି କିଏ ସତ କହୁଛି କ'ଣ ହେଇଥିଲେ ନ ହେଇଥିଲେ ସେତେବେଳେ ତ କ'ଣ ହେଇଥାନ୍ତା ନ ହେଇଥାନ୍ତା ସେତେବେଳେ କାହାର ବି ମୁଣ୍ଡରେ ପଶିବନି ସେଟା ତମେ ବି ଜାଣିଛ କାରଣ ତମେ ବି ଯଦି ସେ ସିଚୁଏସନରେ ଥାନ୍ତା ତମ ମୁଣ୍ଡ ବି କାମ କରିନଥାନ୍ତା ହେଲା କି ତ ମୋ ମୁଣ୍ଡ ବି ସେଠି କିଛି କାମ କଲାନି ଯେତେବେଳେ ମୁଁ ସେତେବେଳେ ଦେଖିଲି କି ମାନେ ମୋର ଗୋଟେ ନିଜ ପିଲାଟାକୁ ବାଡ଼ଉଛନ୍ତି ଏତେ ଲୋକ ଆସିକିରି ଆଉ କେବଳ ମୋ ନିଜକୁ ମୁଁ ଡିଫେନ୍ସ କରିବା ପାଇଁକା ମୁଁ ସେଠି କିଛି ପାଟି କଲିନି ଯଦି ମୁଁ ବି ପାଟି କରିଥାନ୍ତି ତାହେଲେ ମୋର ବି ଆଜି ବଢି ଯାଇଥାନ୍ତା ତା ସହିତ କାରଣ ଲୋକମାନଙ୍କର ରାଗ ଆଉ ସେ ଯୋଉ ଖରାରେ ଯୋଉ ଲୋକମାନଙ୍କର ରାଗ ତମତମ ହେଇକି ଥିଲେ ଲୋକମାନେ ତାକୁ ଯୋଉ ବାଡ଼େଇଛନ୍ତି ଯୋଉ ଇଏରେ ତା ଆଖି ପାଖି ଫଟେଇ ଦେଇଛନ୍ତି ବାଡ଼େଇ ଗୋଇଠା ବୋଇଠା ତ ସେ ଜାଗାରେ ଯଦି ମୁଁ ବି ଯଦି ତାକୁ କଣ୍ଟ୍ରୋଲ କରିବା ପାଇଁ ଯାଇଥାନ୍ତି ତାହେଲେ ମତେ ହିଁ ମାଡ଼ ହେଇଥାନ୍ତା ସେଥିପାଇଁ ମୁଁ ପାଟି ଖୋଲି ନାହିଁ ସେଠି ହଁ କରନ୍ତୁ ହଁ ଏଇଟା କରିବା କଥା କରନ୍ତୁ କିଛି ଅସୁବିଧା ନାହିଁ ଝିଅ ନିଜକୁ ବଞ୍ଚିବା ପାଇଁ ହୁଏତ ଚାପୁଡା ପକେଇ ହଁ ବାସ୍ ସେଟା ହେଇପାରିବ କିନ୍ତୁ ଲୋକ ଯେଭଳି ଭାବରେ ଆଇନକୁ ବାସ୍ ଲୋକମାନେ ସେଟା ବେଶୀ ଆଇନକୁ ହାତକୁ ନେଲେ ସେଠି 4-5 ଜଣ 7-8 ଜଣ ଲୋକ ଥିଲେ ଭାଇ ସେଠି ପୁରା ଷ୍ଟାର୍ଟିଂରୁ ଏଣ୍ଡ ପର୍ଯ୍ୟନ୍ତ ଯୋଉମାନେ କି ସେମାନେ ମତେ ପ୍ରୋଟେକ୍ଟ କଲେ ନହେଲେ ତ ମୁଁ ବି ସେଠି ମାଡ଼ ଖାଇଥାନ୍ତି ଆଉ ଏ ମୁଁ ନିଶାରେ ନଥିଲି ଠିକ ଅଛି ମୁଁ ତ ନିଶା ମାନେ ଇଏରେ ନିଶା କିଛି ଖାଏନି ଆଜ୍ଞା ନା ତାକୁ ବାତ ମାରିଛି କି କ'ଣ ସେ ଟିକେ ମାନେ ବେଶୀ ମାନେ ଇଏ ହେଇଯାଇଥିଲେ ଆଜ୍ଞା ସେ ବହୁତ ମାନେ ଏମିତି ଚିହିଁକି ଯାଉଥିଲେ ସବୁ କଥାରେ 9ଟା 9:30ରେ ଆସିଲେ ଜିମ୍ ଆଉ ଆମେ ଏଠୁ ସେଇ 9:30 10ଟା ସୁଦ୍ଧା ହିଁ ବାହାରି ଗଲୁ ମୁଁ ୱାର୍କଆଉଟ୍ କରୁଥାଏ ମୋ ବଡି ମାନେ ପୁରା ଝାଳନାଳ ହେଇକି ୱାର୍କଆଉଟ୍ କରୁଥାଏ 7:30 ଘରୁ ଏଠୁ ବାହାରିଥିଲି 7ଟା 7:30ରେ ବିନା ଖାଇବା ପିଇବାରେ ଯାଇଥିଲି ୱାର୍କଆଉଟ୍ କରୁଥିଲି ସେଠୁ ମୋତେ ନେଇକି ଗଲେ କହିଲେ ଚାଲ ଯିବା ସେଠି ଆମେ ମିନିମମ୍ ଟାଇମ୍ ଦେଖିଛି 10:50 11ଟା ଭିତରେ ଆମେ ପହଞ୍ଚିଲୁ ସେଠି ମାନେ ସେ ଜାଗାରେ ଯୋଉ ଯେତେବେଳେ ଝଗଡ଼ା ଷ୍ଟାର୍ଟ ହେଇଗଲା 12:50 ଆଉ 12:25 12:20-25 ପର୍ଯ୍ୟନ୍ତ ତାକୁ ବାଡ଼ିଆ ବାଡ଼ି ଚାଲିଥିଲା ସେ ଲୋକମାନଙ୍କୁ ଧରାଯିବା ଦରକାର ସେ ଯୋଉ ଲୋକମାନେ ଯୋଉ ମାରିଛନ୍ତି ମାନେ ଯୋଉ ବାଡ଼ିଆ ବାଡ଼ି କରିଛନ୍ତି ସେମାନଙ୍କର ବି ଗୋଟେ ମାନେ ସେମାନଙ୍କୁ ଧରିବା ଦରକାର ଆଗ ପୋଲିସ